ସାଙ୍ଗମାନେ ମୁଁ ଭାବୁଛି ଆପଣମାନେ ଭଲରେ ଥିବେ। ତେଣୁ ଚାଲନ୍ତୁ ଆଜି ଗୋଟିଏ ରେସିପି ଭିଡ଼ିଓ ଦେଖିନେବା, ଯେଉଁଟା ଆମର ଚିଙ୍ଗୁଡ଼ିର ଗୋଟିଏ ରେସିପି। ଏଇଟା ଆମର କାଜୁ ବଟା ଦିଆ ହେଇକି କରାହେଇଛି ଚିଙ୍ଗୁଡ଼ିଟା ରେସିପିଟା। ତେଣୁ ଭଲ ରେସିପି, ନିହାତି ଆପଣମାନେ ଏହାକୁ ଘରେ ଟ୍ରାଏ କରିପାରିବେ। ଆଉ ଇଏ ସେଇ ଚିଙ୍ଗୁଡ଼ି ଯେଉଁଟା ଅଛି ଆମର କେଜି 500-600 ରେଟ୍ ଚାଲିଛି। ଆଉ ପୁରୀ ପଟେ ମୁଁ ଯାହା ରେଟ୍ ବହୁତ କମ୍ ରୁହେ। ଆଉ ଏଇଟା ତ ମୁଁ ସେଇ କେଉଁଝରରୁ ହିଁ ଏଇଟା ଆଣିଥିଲି ଚିଙ୍ଗୁଡ଼ିଟା, କିନ୍ତୁ ଇଏ ସେଇ ତାର ରେଟ୍ ସେଇ 600 ଟଙ୍କା ଲେଖେ ପଡ଼ିଥିଲା କେଜି ହିସାବରେ, କିନ୍ତୁ ମୁଁ କମ୍ ଆଣିଥିଲି। ଆଉ ପୁରୀ, ଭଦ୍ରକ, ଗଞ୍ଜାମ ଏସବୁ ପାଖରେ ଚିଙ୍ଗୁଡ଼ିଟା ରେଟ୍ କମ୍ ରୁହେ, କାହିଁକିନା ଏଇଟା କୋଷ୍ଟାଲ୍ ବେଲ୍ଟ ସେସବୁ। ତେଣୁ ସେଇସବୁ ଏରିଆରେ ଚିଙ୍ଗୁଡ଼ି ଟିକେ ଶସ୍ତାରେ ମିଳେ। ଆଉ ଅଲଗାରେ ରେଟ୍ଟା ରୁହେ, କାହିଁକିନା ଟ୍ରାନ୍ସପୋର୍ଟଟା ଲାଗେ, ଯିବା ଆସିବା ଖର୍ଚ୍ଚ। ତେଣୁ ସମସ୍ତଙ୍କର ଦାନା ପାଣି ଅଛି, ଖର୍ଚ୍ଚ ବାଚ ଅଛି। ତେଣୁ ଚାଲନ୍ତୁ ଆଉ ବିଶେଷ କଥା ନ କହି ଆମେ ଆରମ୍ଭ କରିବା। ବର୍ତ୍ତମାନ ତେଲ ଗରମ ହୋଇସାରିଛି ଏବଂ ପିଆଜ ପଡ଼ିବାକୁ ଯାଉଛି। ତା ସହିତ ଚିଙ୍ଗୁଡ଼ି, ମୁଁ ଭିଡ଼ିଓଟି ଲମ୍ବା ହେବ ବୋଲି ଚିଙ୍ଗୁଡ଼ିଟାକୁ ଭାଜିକି ଆଗୁଆ ରଖିଦେଇଛି ଛଡ଼ାଛଡ଼ି କରିକି। ଆଉ ଇଏ ରହିଲା ବର୍ତ୍ତମାନ ଚିଙ୍ଗୁଡ଼ିର ରେସିପି, ଯେଉଁଟା ଆମର ମୁଁ ତା ନାଁ ଦେଇଛି କାଜୁ ଚିଙ୍ଗୁଡ଼ି। ତେଣୁ କାଜୁ ବଟା ଦେଲେ ଚିଙ୍ଗୁଡ଼ିର ଟେଷ୍ଟଟା ବହୁତ ହୋଇଥାଏ। ଯେମିତି ଆମେ ସାଧାରଣ ଚିକେନ୍ ଏବଂ ମାଛ କାଲିଆ ଫାଲିଆ କରୁ, ଯେମିତି ପିଆଜ ରସୁଣ ଅଦା ଦେଇ କଷୁ, ସେଭଳି ଆପଣ ପିଆଜ ଟିକେ ଅଧିକ ନେବେ। ଆଉ ତା ସହିତ ରସୁଣ ଗୋଟେ ବୁଦା ଏବଂ ଅଦା 1 ଇଞ୍ଚ ଅଦା ନେଇପାରିବେ। ଯେଉଁଟା ଏଇଟାରେ ମୁଁ ଅଧିକ କିଛି ବିଶେଷ ମସଲା ପକାଇ ନାହିଁ, ନର୍ମାଲ୍ ମସଲାରେ କରିଛି। ଆଉ ସେଇ ସବୁ କିଣା ମସଲା, କିନ୍ତୁ ଘର ତିଆରି ମସଲା ତ ଆଉ ନାହିଁ, ଘରେ ତ ଶିଳ ନାହିଁ। ତେଣୁ ଘର ତିଆରି ମସଲା ଆସିବ କୁଆଡ଼ୁ ନା? ଆଉ ସମସ୍ତେ ତ ଆମେ ସେଇ ମେସିନ୍ ମେଡ଼୍ ଉପରେ ନିର୍ଭର କଲେ। ତେଣୁ ସୁସ୍ଥିଆ ହେଇଗଲୁଣି, ଆଉ କୌଣସି ପ୍ରକାର ଯେଉଁ ଘର ତିଆରି ମସଲା ଏତେ ବ୍ୟବହାର ହେଉନି। ସେଇ ପିଆଜ ଆଣ, କାଟ, ରସୁଣ, ଆପଣ ଦେଖିପାରୁଥିବେ ବର୍ତ୍ତମାନ ପିଆଜ ରସୁଣ ଅଦା ପଡ଼ିକି ତା'ର ରେଡ଼ି ହୋଇଗଲାଣି। ଆଉ ବର୍ତ୍ତମାନ ହେଉଛି କ'ଣ ନା, ଆମର ବିଲାତି ଟିକେ ପକାଇଦେବା, ଯେଉଁଟାକୁ କେଉଁଝର ଭାଷାରେ ବିଲାତି ବୋଲି କହନ୍ତି, କିନ୍ତୁ କୋଷ୍ଟାଲ୍ ବେଲ୍ଟରେ ସବୁ ଆମର ଟମାଟୋ ବୋଲି କହନ୍ତି। ତେଣୁ ନଈକେ ବାଁକେ ଦେଶକେ ଫାଙ୍କେ। ତେଣୁ ଯେଉଁଠି ଯାହା ରହୁଛେ ତା'ର କଥାବାର୍ତ୍ତା ବା ଚାଲିଚଳନକୁ ସମ୍ମାନ ଦେବା ଏବଂ ଶିଖିବା ମଧ୍ୟ, କାହିଁକିନା ନଈକେ ବାଁକେ ଦେଶକେ ଫାଙ୍କେ। ତେଣୁ ଭଲ ଦେଖନ୍ତୁ, ଟମାଟୋଟା ବର୍ତ୍ତମାନ ତ ଜାଣିଥିବେ ଟମାଟୋ ବହୁତ ଶସ୍ତା ହେଇଯାଇଛି, 5 ଟଙ୍କା କିଲୋ। ଆଉ ହାଟରେ 20 ଟଙ୍କାକୁ 3 କିଲୋ, 4 କିଲୋ, 5 କିଲୋ ବି ଟମାଟୋ ମିଳିଯାଉଛି। ଆଉ 2 ମାସ 3 ମାସ ପରେ ତାପରେ ଆପଣମାନେ ଏବଂ ମୁଁ ମଧ୍ୟ ସମସ୍ତେ ମିଶିକି କାନ୍ଦିବା ସେ ଟମାଟୋ ପାଇଁ। ଯାଇକି 100-120 କେଜି ପଡ଼ିବ ରେଟ୍। ତେଣୁ ଆଉ ଟମାଟୋ ଦେଖିବା ସ୍ୱପ୍ନ ହେଇଯିବ। ତାପରେ ସେଇଠୁ କ'ଣ ନା, ଟମାଟୋ ସସ୍ ଆଡ଼ିକି ଆମେ ଯିବା, କାହିଁକିନା ଶସ୍ତାରେ ମିଳିଯିବ। 100 ଟଙ୍କାକୁ ବଡ଼ ଟମାଟୋ ସସ୍ ଗୋଟେ। ତେଣୁ ସେଇଆକୁ ଆଣି ପକେଇ କାମ ଚଳେଇବା। ଆଉ କ'ଣ କରିବା, ବର୍ତ୍ତମାନ ମିଳୁଛି ଯେହେତୁ ଭଲକି ପକେଇକି ତାକୁ ଖାଇବା। ଆଉ ଦେଖନ୍ତୁ ବର୍ତ୍ତମାନ ରେଡ଼ି ହୋଇଗଲାଣି, ସବୁ ପଡ଼ିକି ମସଲା ପତ୍ର ରେଡ଼ି ହୋଇଗଲାଣି। ତାପରେ ଆମେ ଗୋଟି ଗୋଟି କରି ମସଲା ପକାଇବା। ଏଇଟା ଦେଖନ୍ତୁ ଜିରା ପାଉଡ଼ର। ୟା ପୂର୍ବରୁ ମୁଁ ଆପଣମାନଙ୍କୁ ଦେଖାଇ ସାରିଛି, କାହିଁକିନା ଲଙ୍କା, ହଳଦୀ ଆଉ ଚିକେନ୍ ମସଲା ତା ସହିତ ପଡ଼ିଛି। ଆଉ ଇଏ ରହିଲା, ମୁଁ କାଜୁ ଏଥିରେ ନେଇଛି 10ଟା ପାଖାପାଖି କାଜୁ। ଏ କାଜୁକୁ ବାଟିକି, କାଜୁର ମଣ୍ଡଟା ଯଦି ଚିଙ୍ଗୁଡ଼ି ଆପଣ ଦେଉଛନ୍ତି, ଚିଙ୍ଗୁଡ଼ିଟା ଆପଣମାନଙ୍କୁ ନିହାତି ଗୋଟେ ଭୋଜି ଷ୍ଟାଇଲ୍ ଚିଙ୍ଗୁଡ଼ି ଭଳିଆ ଲାଗିବ। ଆଉ ଘରେ ଧନିଆ ପତ୍ର ନଥିଲା, ତେଣୁ ଧନିଆ ପତ୍ର ମୁଁ ଏଇ ରେସିପିରେ ଆଡ଼୍ କରିନାହିଁ। ଧନିଆ ପତ୍ର ପ୍ରାୟ ମୋର ମାନେ ପ୍ରିୟ, ମୁଁ ପକାଏ ଧନିଆ ପତ୍ର ସବୁଥିରେ, କିନ୍ତୁ ଭୁଲବଶତଃ ମୁଁ ଆଣିନଥିଲି। ତେଣୁ ଯାହା ହଉ ନଥାଉ, ସେଇ ତ ବିନା ଅଦା ରସୁଣରେ ବି ହେଇଯାଉଛି, ଖାଲି ପିଆଜରେ ବି ତରକାରୀ ହେବ। ଆପଣ ଯଦି ରୋଷେଇଆ ଠିକ୍ ଅଛି, ତାହେଲେ ଖାଦ୍ୟ ରେଡ଼ି, ଆଉ ଖାଇବାକୁ ଭଲ ଲାଗେ। ତେଣୁ ବର୍ତ୍ତମାନ ଦେଖନ୍ତୁ କାଜୁଟି ବଟା ସରିଛି ଏବଂ କାଜୁ ବଟା ମଧ୍ୟ ସେଥିରେ ଦିଆ ସରିଲାଣି।
ଆଉ ୟା ଟେଷ୍ଟ ଆପଣ ନିହାତି ଘରେ କରିକି ଖାଇବେ, ଦେଖିବେ କେତେ ଭଲ ଲାଗିବ। ଆଉ ଯଦି ବଡ଼ ଚିଙ୍ଗୁଡ଼ି ଆପଣ ଆଣୁଛନ୍ତି ନିହାତି ଚିଙ୍ଗୁଡ଼ିର ଚୋପାଟାକୁ ଛଡ଼େଇ ଦେବେ, କାହିଁକିନା ଚିଙ୍ଗୁଡ଼ିର ଚୋପାଟା ନ ଛଡ଼େଇଲେ ଆଉ ତା ଟେଷ୍ଟ ଲାଗେ ନାହିଁ। ଆଉ କେତେ ଜଣ ଥାଆନ୍ତି କୁହନ୍ତି ନା ଚିଙ୍ଗୁଡ଼ିର ମୁଣ୍ଡଟା ତ କିଛି ଦରକାର ନୁହେଁ, ତେଣୁ ଚିଙ୍ଗୁଡ଼ି ମୁଣ୍ଡଟା ଆମେ ଛିଣ୍ଡିକି ଫୋପାଡ଼ି ଦେବା, ଖାଲି ଚିଙ୍ଗୁଡ଼ିଟା କରିବା, ତେଣୁ ତରକାରୀ ଜମା ଟେଷ୍ଟ ଲାଗିବନି। ଆପଣ ଯେକୌଣସି ଚିଙ୍ଗୁଡ଼ି ରେସିପି କରନ୍ତୁ, ଯଦି ଆପଣ ମୁଣ୍ଡ ସହିତ ନ ପକାଉଛନ୍ତି ତାହେଲେ ଚିଙ୍ଗୁଡ଼ି ଟେଷ୍ଟ ଲାଗିବ ନାହିଁ। କାହିଁକିନା ଆପଣମାନେ ଜାଣିଥିବେ ଯେଉଁଟା ସତ କଥା, ଚିଙ୍ଗୁଡ଼ି ମୁଣ୍ଡରେ ହିଁ ତା'ର ଯେଉଁ କହନ୍ତି କ'ଣ, ଚିଙ୍ଗୁଡ଼ି ମୁଣ୍ଡରେ ହିଁ ତା'ର ଯେଉଁ କ'ଣ ପାକସ୍ଥଳୀ ଥାଏ ନା କ'ଣ, ତେଣୁ ସେଇ ଯେଉଁ ମୁଣ୍ଡଟା ପଡ଼ିଲେ ହିଁ ସିଏ ତା'ର ଟେଷ୍ଟଟା ହିଁ ବାହାରେ। ଆଉ ଯଦି ଆପଣ ମୁଣ୍ଡ ବିହୀନ କରି ସେ ଚିଙ୍ଗୁଡ଼ିଟା ପକାଇବେ ତାହେଲେ ସେ ଚିଙ୍ଗୁଡ଼ିଟା କଦାପି ଭଲ ଲାଗିବ ନାହିଁ, ସେ ତରକାରୀ ଟେଷ୍ଟ ହିଁ ଲାଗିବ ନାହିଁ। ଆପଣ ଭୋଜି ଭାତରେ ଖାଇଥିବେ, ଦେଖିବେ ମୁଣ୍ଡଟି ଛିଣ୍ଡି ଯାଇଥିବ, କିନ୍ତୁ ଆପଣ ଯେହେତୁ ଭୋଜି ଭାତରେ ଅଧିକ ଚିଙ୍ଗୁଡ଼ି ମିଳିଥାଏ, ତେଣୁ ଲୋକ କ'ଣ କରନ୍ତି ନା ମୁଣ୍ଡଟା ଫୋପାଡ଼ି ଦିଅନ୍ତି ଏବଂ ଚିଙ୍ଗୁଡ଼ିଟା ଖାଇଥାନ୍ତି। ତେଣୁ ଯାହା ହଉ, ଇଏ ତ ଘରେ ରୋଷେଇ ହେଉଛି, ଆଉ ନିହାତି ଆପଣମାନଙ୍କ ମନକୁ ଛୁଇଁଥିବ ରୋଷେଇଟା ମୁଁ ଭାବୁଛି। ତେଣୁ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ ସେୟାର କମେଣ୍ଟ ମଧ୍ୟ କରିବେ। ଏହିପରି ସୁନ୍ଦର ରେସିପି ଭିଡ଼ିଓ ଆଗକୁ ଆସିବ। ରଖୁଛି। ଜୟ ଜଗନ୍ନାଥ। ଭଲରେ ଥାନ୍ତୁ ସମସ୍ତେ।